ଅଧିକ ପ୍ରତାରିତ ହୋଇଛନ୍ତି, ଯୁବକମାନେ ପଥଭ୍ରଷ୍ଟ ହୋଇଛନ୍ତି ଏବଂ ଯୁବକମାନଙ୍କ ପାଖରେ ନିଯୁକ୍ତି ନାହିଁ। ସେଥିପାଇଁ ଯୁବକମାନେ ସେମାନଙ୍କର ଡିଗ୍ରୀ ଥିବା ସତ୍ତ୍ୱେ ସେମାନେ କେଉଁଠି ଦାଦନ ଖଟିବାକୁ ଯାଉଛନ୍ତି, କେଉଁଠି ଛକରେ ବଜାରରେ ବୁଲି ସେମାନେ ତାଙ୍କର ରୋଜଗାର ମେଣ୍ଟାଉଛନ୍ତି। ମୁଁ ଗୋଟିଏ କଥା କହି ରଖିବାକୁ ଚାହେଁ, ଓଡ଼ିଶାରେ ନବୀନ ସରକାର କହୁଛନ୍ତି ପ୍ରତିବର୍ଷ 2 ଲକ୍ଷ ଯୁବକମାନଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଆଜି 24 ବର୍ଷ ମଧ୍ୟରେ 48 ଲକ୍ଷ ନିଯୁକ୍ତି ଦେବା କଥା। କିନ୍ତୁ ମୁଁ ଏହି ସାମ୍ବାଦିକ ବନ୍ଧୁମାନଙ୍କ ମାଧ୍ୟମରେ ପ୍ରଶ୍ନ ପଚାରିବାକୁ ଚାହେଁ, ନବୀନ ସରକାର ଏକ ଶ୍ୱେତପତ୍ର ଜାରି କରିବେ କି ଓଡ଼ିଶାରେ 24 ବର୍ଷ ମଧ୍ୟରେ କେତେ ନିଯୁକ୍ତି ଦେଇଛନ୍ତି? ତା ସହିତ କେନ୍ଦ୍ରରେ ଥିବା ମୋଦି ସରକାର ସେ ବହୁତ ବଡ଼ ବଡ଼ କଥା କହିଲେ, ସମସ୍ତେ ଜାଣିଛନ୍ତି ସେ ଏକ ଜୁମଲା ସରକାର। ଚାକିରି ଦେବେ କହିଲେ, 15 ଲକ୍ଷ ଆକାଉଣ୍ଟକୁ ଦେବେ କହିଲେ, କିନ୍ତୁ ତାପରେ ସେସବୁ ପ୍ରହସନ ପାଲଟିଗଲା। ଆପଣମାନେ ଜାଣନ୍ତି ଆମର ପ୍ରିୟ ନେତା ସାରା ଦେଶର ଯୁବମାନସର ପ୍ରତୀକ ରାହୁଲ ଗାନ୍ଧୀଜୀ ବର୍ତ୍ତମାନ ଭାରତ ଯୋଡ଼ ଯାତ୍ରାରେ ଅଛନ୍ତି। ଗତ କିଛି ଦିନ ତଳେ ରାହୁଲ ଗାନ୍ଧୀ ଭାରତ ଭ୍ରମଣ କରୁଥିବା ବେଳେ ଯୁବକମାନଙ୍କ ଅବସ୍ଥା ଦେଖି ଚିନ୍ତା ପ୍ରକଟ କରିଥିଲେ ଏବଂ ସେ କହିଥିଲେ, ତାଙ୍କର ବକ୍ତବ୍ୟ ରଖିଥିଲେ ଏବଂ ପ୍ରତିଶ୍ରୁତି ମଧ୍ୟ ସାରା ଭାରତବାସୀକୁ ଦେଇଛନ୍ତି, କଂଗ୍ରେସ କ୍ଷମତାକୁ ଫେରିଲେ ଯୁବକମାନଙ୍କର ନିଯୁକ୍ତି, ଯୁବକମାନଙ୍କର ଅଧିକାରକୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ। ଏହି ପରିପ୍ରେକ୍ଷୀରେ ସମ୍ମାନୀୟ ରାହୁଲ ଗାନ୍ଧୀଜୀ 5ଟି ନ୍ୟାୟ ଯୁବକମାନଙ୍କୁ ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ଆପଣମାନେ ସେ ବିଷୟରେ ଜାଣିଥିବେ। ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତରଫରୁ ସେହି 5ଟି ନ୍ୟାୟର ପୋଷ୍ଟର ଆମେ ଏଠି ଲଞ୍ଚ କରୁଛୁ। ତା ସହିତ ଗଣମାଧ୍ୟମ ମାଧ୍ୟମରେ ଆମେ ଜଣାଇ ଦେଉଛୁ, ଏହି ଯେଉଁ 5ଟି ନ୍ୟାୟର ପୋଷ୍ଟର ଆଜି ଏଠାରେ ଲଞ୍ଚ ହେଲା, ସାରା ଓଡ଼ିଶାରେ, ସାରା ଜିଲ୍ଲାରେ ଏବଂ ପ୍ରତ୍ୟେକଟି ବ୍ଲକରେ ଏହି 5ଟି ପ୍ରତିଶ୍ରୁତି ନେଇ ଆମେ ଯୁବକମାନଙ୍କ ପାଖକୁ ଯିବୁ ଏବଂ ଯୁବକମାନଙ୍କୁ ପ୍ରତିଶ୍ରୁତି ଦେବୁ, କଂଗ୍ରେସ କ୍ଷମତାକୁ ଫେରିଲେ ଆପଣମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଆମେ ନିଶ୍ଚିତ ଭାବେ ପାଳନ କରିବୁ। ମୁଁ ବର୍ତ୍ତମାନ ପୋଷ୍ଟର ଲଞ୍ଚ କାର୍ଯ୍ୟକ୍ରମ କରୁଛି, ତାପରେ ଆପଣଙ୍କୁ ଆମର ସାଧାରଣ ସମ୍ପାଦକ ନିହାରଞ୍ଜନ ବେହେରା ଏହାପରେ ସବିଶେଷ ବିବରଣୀ ରଖିବେ। ସିଧା न्याय जात्रा न्याय ग्यारंटी दि जाऊँ। आपण मैंने जानी वर्तमान समय मोदीजींकर जुर्मार गोटे नुआ ना, मोदीजी जो जुर्मा करते तार गोटे नुआ ना नहीं, ता ना हूँ ग्यारंटी। से तार ना टी चेंज कर ग्यारंटी बोली लोक पुणी आउ थे 5 वर्ष लोक समय मागुन, 5 वर्ष पुणी से समय नष्ट करेंगे। वर्ष जो 2 कोटी चाकरी देवाई 10 वर्ष प्रति वर्ष 2 कोटी चाकरी ताहा भी गोटे जुर्मा था। तार नुआ ना ए ग्यारंटी कर, किंतु कांग्रेस पार्टी राहुल गांधी नेतृत्व में राहुल गांधी जो देश सारा बुले, राहुल गांधी किसी युवक मान देखी मिसिले जो मैंने सरकार युवक मान गोटे लक्ष टंकार किसी गोटे पांठि दौरान जहाँ कहते नुआ बिजनेस स्टार्टअप करने। मुझे भावुँ लक्ष टंकार गुपचुप दुकान हो पार, पान दुकान हो पार, पकोड़ी दुकान हो पार, ता छड़ा लक्ष टंकार किसी हो पार ना बर्तमान समय जोटा कि आपण मैंने हृदयंगम करुवे। तो मुझे बर्तमान आपण कांग्रेस पार्टी और राहुल गांधी द्वारा युवक मान जो न्याय और ग्यारंटी अच्छी विषय आपण सम्यक सूचना देवी। 30 लाख सरकारी चाकरी पूरण हो प्रति वर्ष, यार न्याय युवक मान दरकार, जहाँ आम पूर्व बहुत लड़े करूँ। राष्ट्रीय युव कांग्रेस, छात्र कांग्रेस, कांग्रेस पार्टी सरकार सहित लड़े करुँ सब निजुक्ति आम बर्तमान कांग्रेस पार्टी 30 लाख चाकरी प्रति वर्ष देवाई न्याय ग्यारंटी दूसरी। डिप्लोमा धारक जो मैंने डिप्लोमा सर्टिफिकेट पाई 25 वर्ष कम आयु जो मान युवक युवती मैंने से 1 लाख टंका प्रति वर्ष स्टाइपेंड हिसाब से प्रथम वर्ष 1 लाख टंका स्टाइपेंड हिसाब से दिया जो मैंने ट्रेनिंग पीरियड थे से लक्ष टंका प्रदान कर जदि केन्द्र में कांग्रेस सरकार होची। परीक्षा प्रश्नपत्र लीक्र गोटे जेहतु आप जानते देश सारा बर्तमान परीक्षा प्रश्नपत्र लीक्र गोटे बड़ समस्या देखा देती, जहाँपाई युवक मैंने और छात्र मैंने बहुत असुविधा पड़ुंट। कांग्रेस पार्टी हृदयंगम कर गोटे बड़
ଯେମିତିକି ତାକୁ ପ୍ରଶ୍ନପତ୍ର ଲିକ୍ ହୋଇପାରିବନି, ତାକୁ କଡ଼ା ଆଇନ ପ୍ରଣୟନ କରାଯିବ। ଯେଉଁ ଆଇନ ଯୋଗୁଁ ଚେଷ୍ଟା କରାଯିବ ଯେ ପ୍ରଶ୍ନପତ୍ର ଲିକ୍ ନ ହେଉ, ପିଲାଙ୍କର ଭବିଷ୍ୟତ ସହିତ ପିଲାଙ୍କ ଭବିଷ୍ୟତ ସରକାରୀ କାମ ଯୋଗୁଁ ନ ଖେଳାଯାଉ, ତାଙ୍କ ଭବିଷ୍ୟତକୁ ଅନ୍ଧାରକୁ ନ ପିଙ୍ଗି ଦିଆଯାଉ। ଗିଗ୍ ଅର୍ଥନୀତିରେ ସାମାଜିକ ସୁରକ୍ଷା ପାଇଁ ଯେଉଁ ଶ୍ରମିକମାନେ ଅଛନ୍ତି ସେମାନଙ୍କୁ ନିରାପତ୍ତା ଆଇନର ଅନ୍ତର୍ଗତ ଗ୍ୟାରେଣ୍ଟି ଦିଆଯିବ। ଯୁବା ରୋଶନୀ ପ୍ରୋଗ୍ରାମ ଯାହାକି କଂଗ୍ରେସ ପାର୍ଟି କରିବାକୁ ଚାହୁଁଛି, ଯୁବକମାନଙ୍କ ପାଇଁ ଏହା ସ୍ପେଶାଲ। ଦେଶରେ 5,000 କୋଟି ଟଙ୍କାର ଷ୍ଟାର୍ଟଅପ୍ ପାଣ୍ଠି କରାଯିବ, ଯାହା 40 ବର୍ଷରୁ କମ୍ ଯୁବକମାନଙ୍କୁ କିଛି ବିଜନେସ୍ ହେଉ, କିଛି ଷ୍ଟାର୍ଟଅପ୍ କରିବା ପାଇଁ କଂଗ୍ରେସ ପାର୍ଟି ତରଫରୁ 5,000 କୋଟି ଟଙ୍କାର ଗୋଟେ ଷ୍ଟାର୍ଟଅପ୍ ପାଣ୍ଠି ହେବ। 40 ବର୍ଷରୁ କମ୍ ଯୁବକମାନଙ୍କୁ ତାଙ୍କର କ୍ୱାଲିଟି ଅନୁସାରେ ତାଙ୍କୁ ଆର୍ଥିକ ସହାୟତା ଦିଆଯିବ। ସେମାନେ କେମିତି ନୂଆ ବିଜନେସ୍ କରିପାରିବେ ଓ ନିଜର ବୃତ୍ତିକୁ ଆଗକୁ ବଢ଼େଇ ପାରିବେ।